ପ୍ରଧାନ। ଠିକ ଅଛି, ଆମେ ଅଧ୍ୟୟନ କରୁଥିଲୁ ଅକ୍ଷୟତା ବିଷୟରେ। ଇନକରପ୍ଟିବଲନେସ୍, ଅକ୍ଷୟତା ମାନେ ଯାହା କେବେ ମଧ୍ୟ କ୍ଷୟ ପାଏ ନାହିଁ, ନଷ୍ଟ ହୁଏ ନାହିଁ, ସରିଯାଏ ନାହିଁ, ମଉଳିଯାଏ ନାହିଁ, ଶୁଖିଯାଏ ନାହିଁ, ମରିଯାଏ ନାହିଁ, ପଚିଯାଏ ନାହିଁ। ଇଟ୍ ୱିଲ୍ ରିମେନ୍ ଫର ଏଭର, ସବୁବେଳେ ପାଇଁ ରହିବ, ସବୁବେଳେ ପାଇଁ ଜୀବିତ, ସବୁବେଳେ ପାଇଁ ସବୁଜ, ହରିୟାଲି ଗ୍ରୀନ, ସବୁବେଳେ ବେଳ ପାଇଁ ସଜୀବ, ସବୁବେଳ ପାଇଁ ଆକ୍ଟିଭ, ସକ୍ରିୟ। ଜଗତ ତ ରହିବ ନାହିଁ ସବୁବେଳେ ପାଇଁ। ଆପଣ ଯେତେ ଯୋଗା କରନ୍ତୁ, ଯେତେ ଡାଇଟ୍ କରନ୍ତୁ, ନାଇଁ କି ଏ ଶରୀର ପଚିଯିବ କା? ହୁଁ? ଗୋଟେ ସର୍ଟେନ୍ ଏଜ୍ ପରେ ଖାଲି ଆମର ବୟସ ବଢିବା ହିଁ ନୁହେଁ ଆଜ୍ଞା। ଯେତେ ଥର ଆମେ 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 ବର୍ଥଡେ ପାଳୁ, ଜନ୍ମଦିନ, ଜଣା ପଡୁଛି ଆମେ ଭାବୁଛୁ ଆମେ ବଡ ହେଉଛୁ ବୋଲି। ଆମର ପରମାୟୁର ପରମାୟୁ ପାଇଁ ଆଉ ଗୋଟେ ବର୍ଷ ଆଡ ହେଲା ବୋଲି ଭାବୁଛୁ, କିନ୍ତୁ ଆମ ପରମାୟୁରୁ ଗୋଟେ ବର୍ଷ ଡିଡକ୍ଟ ହେଲା, माइनस ହେଲା ବୋଲି କାହିଁ ଭାବୁନାହାନ୍ତି? कभी ना कभी तो मरेंगे ना। तो उस हिसाब से केबे मरिबो जଣା नहीं, ସେଇ ହିସାବରେ ବର୍ଷ ଯାଉ ଯାଉ ଆମ ଜୀବନର ଗୋଟେ ବର୍ଷ ମାଇନस ହେଉଛି ବୋଲି ଅର୍ଥ, ବଢୁଛି ବୋଲି ଭାବନ୍ତୁ ନାହିଁ ଏଥର। घट रहा है, उम्र ना घट रहा है हमारा। हमें एक्सपायरी डेट रो सम्मुखीन हो, धीरे धीरे एक्सपायरी डेट के पास जा रहे हैं हम लोग। खाली शरीर रो बयस रो नुहे, शरीर रो भी, बॉडी रो पार्ट्स रो भी, हार्ट रो एक्सपायरी डेट कमी जाउछि, पाखक पळे आसुछि, किडनी रो लिवर रो एक्सपायरी डेट पाखक आसी जाउछि बोली अर्थ। शरीर को शरीर को प्रति इतना भी ऑब्सेस्ड है कि रखंतु नहीं। केयर नियंतु, मिनिमम जहां आमर ପାଇଁ आवश्यक, जहां जहां ଯେତିକି ପରିମାଣରେ ଆମର କର୍ତ୍ତବ୍ୟ ଅଛି, ରେସ୍ପନ୍ସିବିଲିଟି, और ऑब्जेक्शन रे डिफरेंस रही। दायित्व, देह प्रति ଯତ୍ନ ନିଅ, ରଙ୍ଗ ନୁହେଁ। କଣ ଖାଇବାର କଣ ନ ଖାଇବାର ଦେଖିକି ଭଲରେ ଦେହ ପାଇଁ ଯାହା ସ୍ୱାସ୍ଥ୍ୟଜନକ ତାହା ଦେଖି ଖାଇବାଟା ଭୁଲ ନୁହେଁ। କ୍ୟାଲୋରି କନସିୟସ୍ ହେଇବାଟା ଭୁଲ ନୁହେଁ, ୱେଟ୍ କନସିୟସ୍ ରହିବାଟା ଭୁଲ ନୁହେଁ, ସୁଗର କନସିୟସ୍ ରହିବାଟା ଭୁଲ ନୁହେଁ, ବିପି ବ୍ଲଡ ପ୍ରେସର କନସିୟସ୍ ରହିବାଟା ଭୁଲ ନୁହେଁ। ଇଟ୍ସ ଓକେ। କିନ୍ତୁ ଗୋଟେ ଦେଖନ୍ତୁ, ଶରୀର 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 ବୋଲି କହିକି ଆତ୍ମା କେତେ ପଚି ଯାଉଛି କେବେ? ହେ, ସ୍ପିରିଚୁଆଲ କନସିୟସ୍ ଅଛନ୍ତି କି? हैं? आत्मिक विषय का होश है क्या? कॉन्शियस माने कौन? कैलोरी कॉन्शियस रोहन के जन गुड केक खाउच माने रे, ए केक गोटे 260, 200 नहीं, गोटे 1360 और कैलोरीज थिबो नहीं कि अरे बाप रे, ना 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 खाइबे नहीं। अंडा थिले केते कैलोरी थिबो, आइसक्रीम खाइले केते कैलोरी थिबो, केक खाइले केते जन कैलोरी कॉन्शियस थिबे, केते जन वेट कॉन्शियस थिबे। एबे एटा खाइले माने केते वेट बढ़िबो, आज केते वेट अछि देखिबा टिके, आज एतकी वेट, अरे एतकी वेट अछि, अरे 2 केजी अधिक बढ़ी गलानी, ए 2 केजी गोटे सप्ताह भीतर कम पाइबे हेले कोन खाइबारो से डाइट, एटा वेट कॉन्शियस। शरीर को एते যত্ন नहीं कि आत्मा को स्वर्ग को तो पहुंचाई पारिबे नहीं, जानछो ना नहीं? शरीर को एते ଯତ୍ନ रखिकी दीर्घायु भी पाई पारिबे नहीं। कहीं जेतेबेले मरिबा दरकार सेतेबेले मरिबो का? सब बुढ़ा ହେଲା ପରେ କି ମରୁଛନ୍ତି କି ନାଇଁ? ବୟସରେ ବି ଭଲ ବୟସରେ ମରି ଯାଉଛନ୍ତି, ଯୁବା ବୟସରେ ମରି ଯାଉଛନ୍ତି, ତୁଚ୍ଛାରେ ବି। ଖାଲି ରୋଗୀ ମାନେ ମରୁଛନ୍ତି କି? ସୁସ୍ଥ ସବଳ ଲୋକ ମରୁନାହାନ୍ତି କି? ମରୁଛନ୍ତି। ଖାଲି ଅଶିକ୍ଷିତ ମଦୁଆ ଲୋକ ମରୁଛନ୍ତି କି ନାଇଁ? ଶିକ୍ଷିତ ବି ମରୁଛନ୍ତି।
मौत का ना कोई गारंटी नहीं है, कभी ना कभी मरना है बस। ଏତିକି କି ଆମର ଓଭର ଆକ୍ସନ ଯୋଗୁ, ଆମର ଓଭର ଲୋଭ ଯୋଗୁ, ଖାଇବା ଲୋଭ, ପଇସା ଲୋଭ, ମନ୍ଦ ଅଭ୍ୟାସ, ଏଇ ସବୁ ପାଇଁ ଆମର ପରମାୟୁ କମି ନ ଯାଉ ସେତିକି। ଆମେ କନସିୟସ ହେବା କଥା ଆତ୍ମିକ ବିଷୟ ପାଇଁ, ଆତ୍ମିକ ସ୍ପିରିଚୁଆଲ କନସିୟସ। କଣ କେମିତି ସ୍ପିରିଚୁଆଲ କନସିୟସ ମାନେ? ପ୍ରଭୁଙ୍କ ଆଗମନରେ ଯିବି ତ, ପ୍ରଭୁଙ୍କ ଦୃଷ୍ଟିରେ ଯୋଗ୍ୟ ହେଇପାରିବି ତ, ତାଙ୍କ ଦୃଷ୍ଟିରେ ତାଙ୍କର ସନ୍ତୋଷ ପାତ୍ର ହେଇପାରିବି ତ, ତାଙ୍କ ସାମ୍ନାରେ ଠିଆ ହେଇପାରିବି ତ, ଆଜି ପ୍ରଭୁ ନେବା ପାଇଁ ଯୋଗ୍ୟ ତ, ଆଜି ମୁଁ ଆଣ୍ଠେଇଲେ ପ୍ରଭୁ ଗ୍ରହଣ କରିବେ ତ, ଆଜି ପ୍ରଭୁ ମୋ ସାଙ୍ଗରେ ଅଛନ୍ତି ତ, ଆଜି ମୋ ହୃଦୟରେ ଅଛନ୍ତି ତ ପ୍ରଭୁ, ମୋ ନାମ ଜୀବନ ପୁସ୍ତକରେ ଲେଖା ହେଇଛି ତ। এই কনসিয়াস স্টেট দরকার ଆମ କ୍ୟାରିୟର ଟେନ୍ଥ ସରିଲା, ଯେ ଦେଖ ନେକ୍ସଟ କ୍ୟା, ନେକ୍ସଟ ଆଗମନ କ୍ୟା, ଆଉ କଣ? ସବୁ କଣ ନିଟ୍ ନିଟ୍ ଏକ୍ଜାମ ପାଇଁ ଠିକ ଲେଖନ୍ତୁ, ନିଟ୍ ଦେଖ କ୍ୟାନସଲ ହେଇଗଲା, ଆଉ ଥର ରି ଏକ୍ଜାମ କହିବାକୁ ପଡୁଛି, ଶୁଣିବାକୁ ପଡେ ସବୁ ନିଟ୍ ଏକ୍ଜାମ ସବୁ ଧନୀ ଲୋକମାନଙ୍କ ପାଇଁକା। ଏ ସବୁ ଏତେ ଖର୍ଚ୍ଚ କରିକି, ଏତେ ପରିଶ୍ରମ କରିକି ଲେଖନ୍ତି ର୍ୟାଙ୍କ ପାଇଁ, ର୍ୟାଙ୍କ ପାଇଲା ପରେ ବି ଏବେ ବଡ଼ ବଡ଼ କଲେଜରେ ସିଟ୍ ମିନିମମ୍ କିଛି ନଥିଲେ ବି, ଏଁ 30 40 ଲକ୍ଷ ନ ହେଉଣୁ ଗୋଟେ ଇଞ୍ଜିନିୟର, ଗୋଟେ ଡକ୍ଟର ହେଇପାରୁନାହାନ୍ତି। ହେଲା ପରେ ବି ବଞ୍ଚିବାକୁ ଦେବେନି ବାହାରେ, ବୁଝିଲେ କି? ଏସବୁ କଣ କହିବେ, ସ୍କ୍ରିପ୍ଟେଡ ପ୍ଲାନ୍ ଆଜ୍ଞା, କାହାକୁ କୋଉ ସିଟ୍ ଦେବା ଦରକାର ପ୍ଲାନ୍ ହେଇଯାଇଛି। ଆପଣମାନଙ୍କ ପିଲାମାନଙ୍କର ପରିଶ୍ରମ ଛଡା କିଛି ରହିବ ନାହିଁ। ତାପରେ କୋଉ ଗୋଟେ ପ୍ରାଇଭେଟରେ କାମ କରି ଚାକିରି ପାଇଲା ହବ। ମୁଁ ସବୁବେଳେ କହେ ସ୍କିଲ୍ସ ଶିଖନ୍ତୁ, ଯାହା କମ୍ପ୍ୟୁଟର ଶିଖନ୍ତୁ, ଟେଲରିଂ ଶିଖନ୍ତୁ, ଡିଜାଇନିଂ ଶିଖନ୍ତୁ, କ୍ୟାଟରିଂ ଶିଖନ୍ତୁ, କୁକିଂ ଶିଖନ୍ତୁ, ବହୁତ ଜିନିଷ ଅଛି, ବିଜନେସ୍। ଆଉ ଗଭର୍ଣମେଣ୍ଟ ଜବ୍ ଦେଲା ପରି ନାହିଁ। ଆଉ ବଡ଼ ବଡ଼ କମ୍ପାନିଜରେ ଜବ୍ ପାଇଲେ ବି ଆପଣଙ୍କୁ କହୁଥିଲି 10,000 ଦରମା ଦେଉଛନ୍ତି ମାନେ 20,000 କାମ କରାଇବେ, ଆଗ ଭଳି ନାହିଁ। ପ୍ରାଇଭେଟ ସବୁ ପ୍ରାଇଭେଟାଇଜେସନ ହେଇଯାଉଛି। ତେଣୁକରି ପିଲାମାନଙ୍କୁ ବାଧ୍ୟ କରନ୍ତୁନି ଜବରଦସ୍ତି ମୁଣ୍ଡ ଖାଇକି। ଗୋଟେ କାମ କରିପାରେ, ପିଲାମାନଙ୍କୁ ପ୍ରଭୁଙ୍କ ହାତରେ ଦେଇପାରିବେ, ପ୍ରଭୁ ସମ୍ଭାଳନ୍ତୁ। ଯଦି ପ୍ରଭୁଙ୍କର ଆଗମନ ବିଳମ୍ବ, ତାହେଲେ ପ୍ରଭୁ ସମ୍ଭାଳିବେ ପିଲାମାନଙ୍କୁ। ୟୁକ୍ରେନ, ଇଣ୍ଡିଆରୁ ୟୁକ୍ରେନ ଯାଇକି ଡକ୍ଟର ପାଇଁ, କୋର୍ସ ପାଇଁ, MBBS ପାଇଁ ଯାଇଥିଲେ। ୟୁକ୍ରେନ ଯୁଦ୍ଧ ଆଜି ପର୍ଯ୍ୟନ୍ତ ୟୁକ୍ରେନର ହାଲତ ଠିକ ନାହିଁ। ସେଇଠୁ ଫେରି ଆସିବା ପାଇଁ କେତେ ମୁଣ୍ଡ ଖରାପ, ଟେନସନ ହେଇଯାଇଥିଲା। ଅଦର କଣ୍ଟ୍ରିଜର ସିଚୁଏସନ ସେମିତି ଅଛି, ଆଉ ଅଦର କଣ୍ଟ୍ରିଜରେ ଇଣ୍ଡିଆନ୍ସ ପାଇଁ ଆଉ ଜମା ଭ୍ୟାଲ୍ୟୁ ନାହିଁ। ବହୁତ ଘୃଣା କରୁଛନ୍ତି, ବହୁତ ଡିସ୍କ୍ରିମିନେସନ ଗୋଟେ ପ୍ରକାରର ବର୍ତାବ କରୁଛନ୍ତି ଇଣ୍ଡିଆନ ବୋଲି କହିଲେ ବାହାରେ। ତେଣୁକରି ମୋର ମୋର ସବୁବେଳେ ମୁଁ କହେ ପିଲାମାନଙ୍କୁ ଆପଣଙ୍କ ଆଖି ସାମ୍ନାରେ ରଖନ୍ତୁ, ଆପଣ आंखों के सामने रखिए, आसपास रखिए। ହୁଁ। ଆଉ ଗଭର୍ଣମେଣ୍ଟ ଉପରେ, ଏଇ ସବୁ ଉପରେ ଆଉ ନିର୍ଭର କରନ୍ତୁ ନାହିଁ। ସିଟି ଲାଇଫ ନାହିଁ, ଆଉ ଭବିଷ୍ୟତରେ ନାହିଁ। ଏସବୁ ଖରାପ ସବୁ କ୍ଷୟଣୀୟ ଅଟେ ବୋଲି ଜଣାଉଛି ଆପଣ ମାନଙ୍କୁ। ପାପ ନୁହେଁ, ସବୁ ପାପ ନୁହେଁ। ଖାଇବାଟା ପାପ କି? ଡ୍ରେସ୍ ପିନ୍ଧିବାଟା ଗୋଟେ ପାପ କି? ଯେ ଘର ଦ୍ୱାର ଗୋଟେ ପାପ କି? ଫ୍ୟୁଚର ପାଇଁ ଗୋଟେ ଗୋଟେ ବ୍ୟାଙ୍କରେ ଟିକେ 4 ପଇସା ରଖିବା ଗୋଟେ ପାପ କି? ନା, ପାପ ନୁହେଁ। ଏଟାକୁ ସାଂସାରିକ ମନା ବୋଲି କହନ୍ତି ବୋଲି କହୁଛି। ୱାର୍ଲଡ, ଜଗତ, ସେଟଲ, ଓକେ। ତ ସେଟଲ ହେବା ପାଇଁ ଯଦି ଇଚ୍ଛା କରୁଛୁ ଜଗତରେ, ମନା ନୁହେଁ, ଜବ୍ କରନ୍ତୁ, ପାଠ ପଢନ୍ତୁ, ଟ୍ରାଏ କରନ୍ତୁ, ଘର ଦ୍ୱାର ସେଟଲ ବୋଲି କୁହନ୍ତିନି। ହ୍ୱାଟ ଇଜ ସେଟଲ? ଜବ୍ କରିବାର, ଗୋଟେ ଗୋଟେ ଆପାର୍ଟମେଣ୍ଟ ନେବାର, ସେଟଲ ହେଇଯିବାର, ଫ୍ୟୁଚର ପାଇଁ ଗୋଟେ ଇନ୍ସୁରାନ୍ସ ରଖିବାର, ଫିକ୍ସ ଡିପୋଜିଟ୍ ରଖିବାର, ମିନିମମ୍ ଗୋଟେ ଗାଡି ଥିଲେ ହେଲା। ଆଉ ଇନକମର ଟେନସନ ନାହିଁ। ଏଇଟାକୁ କହନ୍ତି ସେଟଲ ହେବାଟା। ଜବ୍ ଥିଲେ, ଦି ଜଣ ସ୍ୱାମୀ ସ୍ତ୍ରୀ ଜବ୍ ଥିଲେ, ଲାଇଫ ସେଟଲ, ବच्चों के लिए भी सेटल।
तो यही सेटलमेंट पे करू करू आम चिंता करिवार अछि केते दिन चलिबो एटा केते दिन चलिबो जगतर लोक माने भाबंती चालू तो थिबो ଆଉ मरिबा जाए सेमानकर कॉन्सेप्ट ଆଉ ଆମର କନसेप्ଟ କଣ ଆମେ ଜାଣିଛୁ ଏଟା ବେଶୀ ଦିନ ଚାଲିବନି କାରଣ ଏଟା ଶେଷ କାଳ ଅଟେ ଯଦି ଆପଣମାନେ ଶେଷ ତୁରି ଧ୍ୱନିର ରେଗୁଲାର ମେମ୍ବର ଅଟନ୍ତି ରେଗୁଲାର ଯଦି ଆପଣମାନେ ଭିଉଅର୍ସ ଅଟନ୍ତି ସଭ୍ୟ ଅଟନ୍ତି ଆଉ ଯଦି ଏଇ ବାକ୍ୟକୁ ଯଦି ଆପଣମାନେ ବିଶ୍ୱାସ କରନ୍ତି ବିଶ୍ୱାସ ବିଶ୍ୱାସ ଶ୍ରବଣ ଖାଲି ଶୁଣିଲେ ହେବନି ବିଶ୍ୱାସ ବି କରିବାର କି ଯଦି ବାଇବେଲ କହୁଛି ଏଟା ଶେଷ କାଳ ତ ହେବ ହେଇଥିବ ଏକା ହେଇଥିବ ହିଁ ବୋଲି ତୁଚ୍ଛାରେ ଆଖି ବନ୍ଦ କରିକି ବିଶ୍ୱାସ କରୁନି ବାଇବେଲ ଦେଖାଏ କି ଏଟା ଶେଷ କାଳ ବୋଲି କେମିତି ଜାଣିପାରିବ ଚିହ୍ନ ଦିଆ ହେଇଛି ଶେଷ କାଳର ଚିହ୍ନ ପ୍ରଭୁଙ୍କର ଆଗମନ ପାଖେଇଲାଣି ବୋଲି କାହିଁ କହୁଛୁ ଆଗମନର ଚିହ୍ନ ଦେଖିଛୁ ଶେଷ କାଳର ଚିହ୍ନ ଗୁଡ଼ିକ ଦେଖୁଛୁ ଗୋଟେ ନାହିଁ ବହୁତ ଗୁଣାଏ ଅଛି ଚିହ୍ନ ଗୁଡ଼ିକ ସବୁ ଦେଖି ସାରିଲୁଣି ଶୁଣି ସାରିଲୁଣି ଆମେ କନଭିନ୍ସ ହେଇ ସାରିଲୁ ଆମେ 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 ମାନି ସାରିଲୁ ଦେଖି ସାରିଲୁ ବୁଝି ସାରିଲୁ कि शेष काल बोली तो केते दिन चलो आमको जना नहीं किंतु गोटे मात्र जना बेसी दिन तो चलबनी तेणुक यही पृथ्वी उपर मन दियो नहीं एटाई आमर कॉन्सेप्ट जगतर लोक मान को जना से भावुँ तो मरवा जाए केबे मर अच्छी 60-70 अच्छे आउ बुढ़ा हेबू नहीं क्षयणीय तो आम शुणुलु शेष तुरी रे शेष तुरी बाद्य क्षय विषय सबु अक्षयता को परिधान करिवो धारण करिवो शेष तुरी बाद्य आम्भे माने चक्षुर पल्लकरे परिवर्तित हो आगमन बेले लिटराली आगमन बेले जहाँ लेखा अच्छे तापरी सेम टू सेम हेबो ए शरीर अक्षय शरीर धारण करदेव से चक्षुर पल्लकरे किंतु कौन बुझाली एबे जो वाक्य आम शुणुछु এই ପ୍ରସ୍ତୁତିକରଣର ବାକ୍ୟ ଆଗମନର ବାକ୍ୟ ସତର୍କବାଣୀର ବାକ୍ୟ ଏହି ସବୁ ବାକ୍ୟ ମଧ୍ୟ ଏପରି ଗୋଟେ ଶେଷ ତୁରୀ ଅଟେ ଯାହା ଆମମାନଙ୍କୁ ଭିତରୁ ପରିବର୍ତ୍ତନ ଆଣୁଛି କଣ ସେଇ ପରିବର୍ତ୍ତନ ବଲଲାରୁ ଆଗ ଭଳି ମନ ଭିତରେ ଜଗତ ଉପରେ ଆଉ ମନ ନାହିଁ ଜଗତ ଉପରେ ମନ ଇଣ୍ଟରେଷ୍ଟ ଆଟ୍ରାକ୍ସନ ଆଉ ବିଶ୍ୱାସ ବି ଲାଗୁ ନାହିଁ लागू नथिबा स्वभाव को मनोभाव को कहती अक्षयता कौन आम ठारे आमे पाइबा को आमे चेष्टा करथिबा परिवर्तन कौन आमे अध्ययन करू करू देखुथिलु बाइबल आम मान को कहे अक्षय धन संचय करने को चेष्टा कर तो देखुच क्षयनीय धन अच्छी जहाँ बैंक रे रखिया पाए हमें भाबू फ्यूचर पाए भल थिबो तो आमे देखिलु जेतल डिमोनेटाइजेशन हे जाउछि धीरे धीरे आ पैसा रो वैल्यू नथिबो जहाँ ब्लैक मनी आनिक रखिछंती घरे बिड़ा बिड़ा रखिछंती से सब वेस्ट हे जिवो बुझले कि आपनकर बैंक रो अकाउंट सीज हे जिवो आपनको कहिबे नहीं देबे नहीं पैसा एमिति गोटे इकोनॉमिक क्रैश बोली कहते एपरी गोटे अर्थ संकट आसवा को जाउछि बैंक रो पैसा अटकी जीवो तेणु अच्छी पैसा किसी चिंता नहीं चिंता करूँ कि ना आप 20 लक्ष अच्छे कि चिंता नहीं आप 2000 नियंतु पर देखे एमती पूरा चलैबे क्या पचारे आप बेसी रागी गले आपको ना पैसा देवी जा बोलिए क्या कहे बैंक वाला को पिटले मारले पिटले से मन कौन करे बैंक वाला बेचारा जॉब कर पैसा के जने कंट्रोल कर आरबीआई एमाने एम्प्लॉइज खाली कूली टाइप मालिक अलग केक नहीं कि सेमिति गैस पेट्रोल गाड़ी थाई कि पेट्रोल गाड़ी थाई कि पेट्रोल गाड़ी बाइक थाई कि सब थाई कि तुच्छारे घरे भीतर रखिकी एबे इलेक्ट्रिक स्कूटी किना गले लोक माने जहाँ मिलू नहीं
20,000 30,000 ମିଳୁଥିବା ଇଲେକ୍ଟ୍ରିକ ସ୍କୁଟି ଗୁଡ଼ିକୁ ଏବେ 1,50,00,000 20 ଟଙ୍କା ହେଇଗଲାଣି। तो कौन कोच माने जिंदगी का और ये सब चीजों का कोई गारंटी नहीं है, कब क्या बदल जाएगा आपको पता नहीं है। हाँ करंट मिलबनी, सोलार लगाउछन्ते समस्ते, सोलार पैनल्स, सब चेंज हो रहा है ब्रदर सिस्टर, सब चेंज हो रहा है। ଆମର କର୍ତ୍ତବ୍ୟ ହେଲା ଆମ୍ଭେମାନେ ଊର୍ଧ୍ୱ ଦୃଷ୍ଟି କରି ପ୍ରସ୍ତୁତ ହେବା, ଆଉ କ୍ଷୟଣୀୟ ଧନ ପାଇଁ ନୁହେଁ, ଅକ୍ଷୟ ଧନ ପାଅ। ସେ ଅକ୍ଷୟ ଧନ କଣ, ବହୁତ ଗୁଡାଏ ପଏଣ୍ଟସ ଦେଇଥିଲେ। ତାପରେ ଦେଖିଲୁ ଅକ୍ଷୟ ଭକ୍ଷ୍ୟ, ତାପରେ ଦେଖିଲୁ ଅକ୍ଷୟ ବୀଜ। ଅକ୍ଷୟ ଭକ୍ଷ୍ୟ ବୋଲି କହିଲେ ଖାଦ୍ୟ, ଆଜି ଶରୀରକୁ ବଞ୍ଚାଇକି ରଖିବାର ଅଛି ହେଲେ ଖାଇବାକୁ ପଡିବ, ଭଲ ଜିନିଷ, ଭଲ ସ୍ୱାସ୍ଥ୍ୟଜନକ, ଦେହ ପାଇଁ ସ୍ୱାସ୍ଥ୍ୟଜନକ, ଡାଇଜେଷ୍ଟ ଜନକ, ଯାହା ଆମେ ହଜମ କରିପାରିବୁ, ଜୀର୍ଣ୍ଣ କରିପାରିବୁ, ସ୍ୱାସ୍ଥ୍ୟଜନକ ହେଇପାରିବ, ଆଣ୍ଡ ମିନିମମ୍ ବଞ୍ଚି ପାରିବୁ, ବଞ୍ଚିବାକୁ ଖାଇବାର ଅଛି। ଓକେ, ଯାଇକି କାମ କରିକି ପଇସା ଆଣିକି କିଣି ଆଣିକି ରାସନ କିଣିକି ଆଣିକି ଆମେ ରୋଷେଇ କରିକି ଖାଉଛୁ, ଠିକ ସେଇ ପ୍ରକାର ଅକ୍ଷୟ ଭକ୍ଷ୍ୟ ବୋଲି ଗୋଟେ ଅଛି ପୁଣି, ତାହା ଆମ୍ଭମାନଙ୍କର ଆତ୍ମାକୁ ବଞ୍ଚାଇକି ରଖେ, ଆମମାନଙ୍କର ଆତ୍ମାକୁ ସୁସ୍ଥ ସବଳ ରଖେ। ଅକ୍ଷୟ ଭକ୍ଷ୍ୟ ବୋଲି କହିଲେ ନମ୍ବର ୱାନ, ପ୍ରଭୁ କହିଲେ ମୁଁ ତ ଜୀବନର ରୋଟି, ପ୍ରଥମ ଦ ଲିଭିଂ ବ୍ରେଡ। ଆମେ ଯୀଶୁଙ୍କୁ ଖାଇବାର ଅଛି, ଯୀଶୁ ଅଟନ୍ତି ଜୀବନର ରୋଟି। କେମିତି ଖାଇବୁ? ଯେ ମୋର ରକ୍ତ ପାନ କରେ, ମୋର ଶରୀର ଭୋଜନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହେଇଛି। ତ କେମିତି ଆମେ ତାଙ୍କ ରକ୍ତ ଆଉ ତାଙ୍କର ଶରୀରକୁ ଭୋଜନ ପାନ କରୁ? ପ୍ରଭୁ ଭୋଜ ଦ୍ୱାରା। ତ ପ୍ରଭୁ ଭୋଜ କେମିତି ନେଉ? ନାଇଁ ଗିର୍ଜା ଜାଗାରେ ବାଣ୍ଟ ଦିଅ ନେଇଯାଇଥାଅ ନା, ସେଇ ପ୍ରଭୁ ଭୋଜ ପାଇବା ପାଇଁ ଆପଣ ମାନେ ପରିତ୍ରାଣ ପ୍ରାପ୍ତ ହେବାର ଅଛି। ତ ପରିଶ୍ରମ ଅଛି କା? ପରିତ୍ରାଣ ପ୍ରାପ୍ତ ହେବାର ଅଛି ବୋଲି କହିଲେ ବାପ୍ତିଜିତ ହେବାର ଅଛି। ବାପ୍ତିଜିତ ହେବାକୁ ହେଲେ ମନ ପରିବର୍ତ୍ତନ କରିବାକୁ ଅଛି। ମନ ପରିବର୍ତ୍ତନ ବୋଲି କହିଲେ ପାପ ପ୍ରତି ଅନୁତାପ କରିବାର, ପାପ ସ୍ୱୀକାର କରିବାର, ଅନୁତାପ କରିବାର, ପରିତ୍ୟାଗ କରିବାର, ଗୋଡ଼ ଧରିବାର, ଅନୁଗ୍ରହ ମାଗିବାର, କାନ୍ଦିବାର, କେତେ ପରିଶ୍ରମ। କୋଟା ପାଇଁ ବୋଲି କହିଲେ ଯୀଶୁ ଖ୍ରୀଷ୍ଟଙ୍କର ଶରୀରର ଅଂଶୀ ହେବା ପାଇଁ, ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ମାଂସରେ ଅଂଶୀ ହେବା ପାଇଁ। ତା ପଛର ପରିଶ୍ରମ ଦେଖ ତ,